ରାଜନୀତିରେ ସମୟ ଦେବେ ନ ଦେବେ ସେଇଟା ଅଲଗା କଥା। ରାଜ୍ୟର ଆବଶ୍ୟକତାକୁ ମୁଁ ଜନସାଧାରଣରେ ଉପସ୍ଥାପନ କରିଛି। ରାଜ୍ୟର ଅବସ୍ଥା ଆଉ ବିପକ୍ଷ ଦଳର ବିରୋଧୀ ଦଳର ଭୂମିକାକୁ ମୁଁ ଉପସ୍ଥାପନ କରିଛି। ସେଇଟା କେତେ ଦୂର କାର୍ଯ୍ୟକାରୀ ହେବ କହିହେବ ନାହିଁ। ମୁଁ ଆଗରୁ ସ୍ପଷ୍ଟ କରିଛି ଆମେ ଜିତିବା ପରସେଣ୍ଟେଜ ଭୋଟ ନାହିଁ କିମ୍ବା ବିଜେଡି ଜିତିବା ପରସେଣ୍ଟ ଭୋଟ ନାହିଁ, କିନ୍ତୁ ରାଜନୀତିକ ଅଣ୍ଡରଷ୍ଟାଣ୍ଡିଂ ଯଦି ରାଜ୍ୟ ହିତରେ ହେବ ହୁଏତ ଗୋଟେ ସିଟ୍ ବିରୋଧୀ ଦଳ ଓଡ଼ିଶା ସମ୍ପର୍କରେ ହାତ ଟେକିବା ଲୋକମାନେ ଥିଲାବେଳେ ଓଡ଼ିଶାର ବିରୋଧୀ ସ୍ୱର ରାଜ୍ୟସଭାରେ ଶୁଣାଯାଇପାରିବ। ସେ ଉଦ୍ୟମ ଆମେ କରୁଛୁ। ଯଦି କିଛି ନହେଲେ ତ ମୁଁ ତ ଆଗରୁ କହିଛି କଂଗ୍ରେସ ନିଶ୍ଚିତ ଭାବରେ କ୍ୟାଣ୍ଡିଡେଟ୍ ଦେବ ଏବଂ ଆମେ ଜିତିବା ପାଇଁ ଚେଷ୍ଟା କରିବୁ। ନବୀନ ବାବୁ ସମୟ ଦେବେ ନାହିଁ ନା ନ ଦେବେ ବୋଲି ମୁଁ କହିବାଟା ଠିକ୍ ହେବ ନାହିଁ। ସମୟ ଏବେ ଜଷ୍ଟ ନୋଟିଫିକେସନ୍ ହେଇଛି, 5 ତାରିଖ ନୋମିନେସନ୍ ଅଛି, ତେଣୁ ତା ପୂର୍ବରୁ କିଛି ବି ହେଇପାରେ। ଯଦି ହେବ ଭଲ, ନହେଲେ ବି କିଛି ନାହିଁ। ଡେମୋକ୍ରେସି ତା ହିସାବରେ ଚାଲିଛି, ଲୋକମତ ତା ହିସାବରେ ଯିବ ଏବଂ ଯାହା ହେବାର କଥା ହେବ। କ୍ୟାଣ୍ଡିଡେଟ୍ କିନ୍ତୁ କଂଗ୍ରେସ ଯଦି ସେଭଳିଆ ପରିସ୍ଥିତି ହୁଏ ତାହେଲେ ରାଜ୍ୟ ହିତ ପାଇଁ କଂଗ୍ରେସ ଗୋଟେ କ୍ୟାଣ୍ଡିଡେଟ୍ ଦଳ ତରଫରୁ ନିଶ୍ଚିତ ଭାବରେ ଯଦି ଦଳ କ୍ୟାଣ୍ଡିଡେଟ୍ ଦେବ ତାହେଲେ ପାର୍ଟିରୁ ହେବ, ଦଳ କ୍ୟାଣ୍ଡିଡେଟ୍ ଦେବ। କିନ୍ତୁ ଯଦି ରାଜ୍ୟ ହିତରେ ଯଦି ଦୁଇ ଦଳ ଚିନ୍ତା କରିବେ ତାହେଲେ ଯେକୌଣସି ନିରପେକ୍ଷ ବ୍ୟକ୍ତି ରାଜ୍ୟ ହିତ ପାଇଁ ହେଇପାରିବେ। ନିଶ୍ଚିତ ଭାବରେ ଯାହା ଦରକାର ସବୁ କରାଯିବ।